ହେଲା ସାର୍ ମୁଖରୁ ବ୍ରାହ୍ମଣ ବାହୁରୁ କ୍ଷତ୍ରିୟ ଜଙ୍ଘରୁ ବୈଶ୍ୟ ଓ ପାଦରୁ ଶୂଦ୍ର ଜନ୍ମ ହେବାର ଏମିତି କ'ଣ ପ୍ରମାଣ ଅଛି କି ନା ଏକ କୌଣସି ଏକ ସଂହିତାର କୌଣସି ଏକ ଧାଡ଼ି ଏହା ଜାଣିବା ପାଇଁ ପ୍ରଶ୍ନ କରିଥିଲେ ଆମର ଦର୍ଶକ। ଆପଣ ଜଣେ ଗବେଷକ ହିସାବରେ ସାର୍ ତାଙ୍କର ଉତ୍ତର ରଖିବେ ବୋଲି ଆମେ ଆଶା କରୁଛୁ ସାର୍। ସେଇ ଦର୍ଶକକୁ ସେ ନିଜେ ଜାଣିପାରିବା କଥା। ଏଇଟା ଗୋଟେ ଅବୈଜ୍ଞାନିକ ପ୍ରଶ୍ନ। ଆଗରୁ କେଉଁ ପୁଥି ପୁରାଣରେ କି ମନୁ ସଂହିତାରେ ଯଦି ଏଇ ଜିନିଷ ବର୍ଣ୍ଣିତ ଅଛି ଏଇଟା ସମ୍ପୂର୍ଣ୍ଣ ଭାବରେ ଭୁଲ। ସମଗ୍ର ପୃଥିବୀରେ ଯେତେ ଜୀବଜନ୍ତୁ ଅଛନ୍ତି ସଚରାଚର ପୃଥିବୀରେ ପୁରୁଷ ଏବଂ ସ୍ତ୍ରୀର ମିଳନରୁ ଗୋଟେ ନୂତନ ସୃଷ୍ଟି ହୁଏ। ମାର ଗର୍ଭଧାରଣ ପରେ ସେ ମଣିଷର ଗର୍ଭଧାରଣ କେତେ ମାସ, ପଶୁର କେତେ ମାସ, ସବୁ ତାର ଗୋଟେ ଅଛି। ତ ସେଇ ହିସାବରେ ମା ଜଠରରୁ ଜନ୍ମ ନିଏ ଗୋଟେ ମଣିଷ। ଏଇଟା ସମଗ୍ର ପୃଥିବୀ ଜାଣିଛି। କୌଣସି ପାଦରୁ କେବେ ଶୂଦ୍ର ଜନ୍ମ ନେଇନାହିଁ, ମୁଖରୁ କେଉଁ ବ୍ରାହ୍ମଣ ଜନ୍ମ ନେଇନାହିଁ, ବାହୁରୁ କ୍ଷତ୍ରିୟ କେହି ଜନ୍ମ ନେଇନାହାନ୍ତି। ଯେତେବେଳେ ମଣିଷ ସମାଜ ସୃଷ୍ଟି ହେଲା ସେତେବେଳେ ସଭ୍ୟତା ହିଁ ନଥିଲା, ସେତେବେଳେ ବର୍ଣ୍ଣ ବୈଷମ୍ୟ ହିଁ ନଥିଲା। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସମସ୍ତେ ଗୋଟିଏ ଜାତି ମଣିଷ ଜାତି। ସେଇ ମଣିଷ ଜାତି ବର୍ଣ୍ଣ ବୈଷମ୍ୟ ଆଗରୁ ଜନ୍ମିଛି, ଜନନୀ ଜଠରରୁ ଜନ୍ମିଛି। ସେଇ ଜନନୀ ଜଠରରୁ ପ୍ରତ୍ୟେକ ଜୀବ ଜନ୍ମ ନେଇଛନ୍ତି କିଏ ବାହୁରୁ। ଏଇଟା ଗୋଟେ ଅବୈଜ୍ଞାନିକ ଚିନ୍ତାଧାରା। କର୍ଣ୍ଣ କାନରୁ ଜନ୍ମ ନେଲେ, ମାଟିରୁ ସୀତା ବାହାରିଲେ, ଏସବୁ କାଳ୍ପନିକ କାହାଣୀ ଲୋକଙ୍କୁ କହି ଖାଲି ମିଛ କହି ଭୁଆଁ ବୁଲାଇବା ଛଡ଼ା ଅନ୍ୟ କିଛି ନାହିଁ।